जय जगन्नाथ पिलाମାନେ ଏହି ଭିଡ଼ିଓରେ ଆମେ କ୍ଲାସ୍ 9ର ଡିସେମ୍ବର 4ରେ ହେବାକୁ ଥିବା ନାସ୍ ଏକ୍ଜାମ୍ର କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପେପର୍ ଡିସ୍କସନ୍ କରିବା, ଯାହାକି ଏକ୍ଜାମ୍ ପାଇଁ ଇମ୍ପୋର୍ଟାଣ୍ଟ ରହିବ। ତ ଗୋଟିଏ ଅନୁରୋଧ ପିଲାମାନେ, ଭିଡ଼ିଓଟିକୁ ପ୍ରଥମରୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ସବୁକିଛି ଜାଣିପାରିବେ। ତ ଜାତୀୟ ଉପଲବ୍ଧି ସର୍ବେକ୍ଷଣ 2024 ନବମ ଶ୍ରେଣୀ। ତ ଅଭ୍ୟାସ ପ୍ରଶ୍ନପତ୍ର ବିଜ୍ଞାନ ଡିସ୍କସନ୍ କରିବା, ଠିକ୍ ଅଛି ନା। ତ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ କହିଛି ଦେଖନ୍ତୁ, ବୀଜାଣୁ ଓ ଜୀବାଣୁ ମଧ୍ୟରେ ପାର୍ଥକ୍ୟ କ'ଣ? ବୀଜାଣୁ ଏବଂ ଜୀବାଣୁ ମଧ୍ୟରେ କ'ଣ ପାର୍ଥକ୍ୟ ରହିଛି? ତ ଆମେ ଜାଣିଛୁ ବୀଜାଣୁ ଓ ଜୀବାଣୁ ଉଭୟ ହେଉଛି ଅଣୁଜୀବ। ତ ଉଭୟ ହେଉଛନ୍ତି ଅଣୁଜୀବ। ତ ଏହାର ସଠିକ୍ ଆନ୍ସର୍ ପିଲାମାନେ ହେବ ଅପସନ୍ ନମ୍ବର ଏ। ବୀଜାଣୁ ଏବଂ ଜୀବାଣୁ ସମାନ ଅଣୁଜୀବ। ବୀଜାଣୁ ହୁଅନ୍ତୁ କିମ୍ବା ଜୀବାଣୁ ହୁଅନ୍ତୁ, ସେମାନେ ହେଉଛି ସମାନ ଅଣୁଜୀବ। ବୀଜାଣୁ ବି ଜୀବାଣୁ ବି, ଠିକ୍ ଅଛି। 2 ନମ୍ବର କ'ଣ କହିଛି, ନିମ୍ନୋକ୍ତ ପ୍ରକ୍ରିୟା ମଧ୍ୟରୁ କେଉଁଟି ମାଟିରେ ଯବକ୍ଷାରଜାନ ଯୌଗିକ ପ୍ରସ୍ତୁତିରେ ସହାୟକ ହୁଏ? ତ ଯବକ୍ଷାରଜାନ ପ୍ରସ୍ତୁତିରେ କିଏ ସହାୟକ ହୁଏ? ଅପସନ୍ ଏ ଯବକ୍ଷାରଜାନ ବିବର୍ଦ୍ଧକ, ବୀଜାଣୁ ଓ ନିର୍ହରିତ ଶୈବାଳ। ତ ଏହାର ସଠିକ୍ ଆନ୍ସର୍ ହେବ ପିଲାମାନେ ଅପସନ୍ ନମ୍ବର ଏ। ଯବକ୍ଷାରଜାନ ବିବର୍ଦ୍ଧକ, ଜୀବାଣୁ ଓ ନିର୍ହରିତ ଶୈବାଳ। ତ ଏମାନେ ଡାଲି ଜାତୀୟ ଗଛରେ ଥାନ୍ତି, ଗଣ୍ଠି ଗଣ୍ଠି କରିଥାନ୍ତି ଡାଲି ଜାତୀୟ ଗଛ। ତ ଯବକ୍ଷାରଜାନ ବିବର୍ଦ୍ଧକ, ବୀଜାଣୁ ଓ ନିର୍ହରିତ ଶୈବାଳ ବା ତାକୁ ରାଇବୋଜିୟମ୍ ମଧ୍ୟ କୁହାଯାଏ, ଠିକ୍ ଅଛି। 3 ନମ୍ବର, କୋଭିଡ୍-19 ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରୂପେ ପଦକ୍ଷେପ ନିଆଯାଇଥିଲା କାହିଁକି? ଛିଙ୍କକୁ ରୋକିବା ପାଇଁ? ତ ଏହା ତ ନୁହେଁ। ଛିଙ୍କିଲା ବେଳେ ଜଳବିନ୍ଦୁ ସହ ଭୂତାଣୁ ଜନିତ ସଂକ୍ରମଣକୁ ରୋକିବା ପାଇଁ। ତ ଏହାର ସଠିକ୍ ଆନ୍ସର୍ ହେବ ପିଲାମାନେ ଅପସନ୍ ନମ୍ବର ସି ଦେଇଛି, ଛିଙ୍କିଲା ବେଳେ ଜଳବିନ୍ଦୁ ସହ ବୀଜାଣୁ ଜନିତ ସଂକ୍ରମଣ ରୋକିବା ପାଇଁ। ତ ଆମେ ଜାଣିଛେ ତ କୋଭିଡ୍-19 ତ ଗୋଟେ ଭୂତାଣୁ ଜନିତ ରୋଗ। ତ ଭୂତାଣୁ ଜନିତ ରୋଗ, ତେଣୁ ଆମେ ଏହାର ସଠିକ୍ ଆନ୍ସର୍ ପିଲାମାନେ ହେବ ଅପସନ୍ ନମ୍ବର ବି। ଛିଙ୍କିଲା ବେଳେ ଜଳବିନ୍ଦୁ ସହ ଭୂତାଣୁ ଜନିତ ସଂକ୍ରମଣକୁ ରୋକିବା ପାଇଁ। ଅପସନ୍ ନମ୍ବର ବି। ଛିଙ୍କିଲା ବେଳେ ଜଳବିନ୍ଦୁ ସହ ଭୂତାଣୁ ଜନିତ ସଂକ୍ରମଣକୁ ରୋକିବା ପାଇଁ। ତ କୋଭିଡ୍-19 ଗୋଟେ ଭୂତାଣୁ ଜନିତ ରୋଗ, ତ ଭୂତାଣୁକୁ ରୋକିବା ପାଇଁ, ଠିକ୍ ଅଛି। 4 ନମ୍ବର, ନିମ୍ନୋକ୍ତ 2ଟି ଉକ୍ତି ଦିଆଯାଇଛି। ପ୍ରଥମ କ'ଣ ରହିଛି, ପାଉଁରୁଟି ପ୍ରସ୍ତୁତି ସମୟରେ ଇଷ୍ଟର ବ୍ୟବହାର କରାଯାଏ। ତ ଏହା ତ ଠିକ୍ କଥା। ପାଉଁରୁଟି ପ୍ରସ୍ତୁତ କରିବା ବେଳେ ଆମେ କାହାର ବ୍ୟବହାର କରୁ? ଇଷ୍ଟର ବ୍ୟବହାର କରିଥାଉ। 2 ନମ୍ବର କହିଛି, ଇଷ୍ଟ ଶର୍କରାର ସୁରାସାର ପ୍ରସ୍ତୁତ କରିଥାଏ। ଇଷ୍ଟ ଶର୍କରାର ସୁରାସାର ପ୍ରସ୍ତୁତ କରିଥାଏ। ତ ଏହା ବି ଠିକ୍ ଅଛି। ତ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ନମ୍ବର ସି। ଉଭୟ ଉକ୍ତି 1 ଓ 2 ଠିକ୍ ଅଛି, ଠିକ୍ ଅଛି। ତ ପାଉଁରୁଟି ପ୍ରସ୍ତୁତ ସମୟରେ ଇଷ୍ଟର ବ୍ୟବହାର କରାଯାଏ, ଆଉ ସୁରାସାର ପ୍ରସ୍ତୁତ ସମୟରେ ବି ଇଷ୍ଟର ବ୍ୟବହାର କରାଯାଏ। ନେକ୍ସଟ 5 ନମ୍ବର, ରାଇଜୋବିୟମକୁ ଏକ ସହଜୀବୀ ଅଣୁଜୀବ କୁହାଯାଏ କାରଣ ଏହା ମାଟିରେ ରହିଥାଏ। ଏଥିପାଇଁ ତ କୁହାଯିବନି। ଏହା ଯବକ୍ଷାରଜାନ ବିବର୍ଦ୍ଧନ କରିଥାଏ। ସେ ଦେଲା ଏହା ଡାଲି ଜାତୀୟ ଗଛର ମୂଳରେ ଗ୍ରନ୍ଥିକାରେ ରହିଥାଏ। ଏହା ବାୟୁମଣ୍ଡଳରେ ରହିଥାଏ। ରାଇଜୋବିୟମକୁ ଏକ ସହଜୀବୀ ଅଣୁଜୀବ କୁହାଯାଏ କାରଣ, ତ ଏହାର ସଠିକ୍ ଆନ୍ସର୍ ପିଲାମାନେ ଅପସନ୍ ନମ୍ବର ସି। ଏହା ଡାଲି ଜାତୀୟ ଗଛର ମୂଳ ଗ୍ରନ୍ଥିକାରେ ରହିଥାଏ। ଅପସନ୍ ନମ୍ବର ସି। ନେକ୍ସଟ 6 ନମ୍ବର, 2ଟି ଚିତ୍ର ଦେଖାଯାଉଛି। ଏଠି ଗୋଟେ ଗଛ ଦେଇଛି, ଏଠି ଗୋଟେ ଗଛ। କ'ଣ କହିଛି, ତ ଏଠି ମାଟି ପ୍ଲସ୍ ବୀଜାଣୁ ବିଶିଷ୍ଟ ସାର ପ୍ଲସ୍ ପାଣି। ତ ଏଠି ମାଟି ପ୍ଲସ୍ କବକ ବିଶିଷ୍ଟ ସାର ପ୍ଲସ୍ ପାଣି। ତ କ'ଣ ହେବ? ତ ଆମେ ଜାଣିଛୁ ବୀଜାଣୁ କ'ଣ କରେ ନା, ବୀଜାଣୁ ବିଶିଷ୍ଟ ସାର। ତ ଏହା ରହିଲେ କ'ଣ ହେବ ନା, ଯବକ୍ଷାରଜାନ ଆମର ବିବର୍ଦ୍ଧିତ ହେବ, ଯାହାଫଳରେ କି ଗଛ ଶୀଘ୍ର ବଢ଼ିବ। ତ ଗଛ ବଢ଼ିବା ପାଇଁ ତ ଯବକ୍ଷାରଜାନ ହିଁ ଦରକାର। ତ ଏହାର ସଠିକ୍ ଆନ୍ସର୍ କ'ଣ ହେବ? ଅପସନ୍ ଏ ଦେଲା, କୁଣ୍ଡ ଏରେ ଥିବା ଗଛ। ତ କ'ଣ ହୋଇଛି, 4 ସପ୍ତାହ ପରେ କେଉଁ କୁଣ୍ଡରେ ଥିବା ଗଛର ଉଚ୍ଚତା ଅଧିକ ହୋଇଯିବ? ତ କେଉଁ ଗଛର ଉଚ୍ଚତା ଅଧିକ ହୋଇଯିବ? ତ ଅପସନ୍ ଏ। ତ କୁଣ୍ଡ 1ରେ ଥିବା ଗଛ, ଅପସନ୍ ଏ। ତ ବୀଜାଣୁ
ରହିଲେ ଜୈବ ଖାଦ୍ୟ ବିବର୍ଦ୍ଧିତ ହେବ, ଯାହାଫଳରେ ଗଛ ଜଲ୍ଦି ବଢ଼ିବ। ତ ଅପସନ୍ ନମ୍ବର ଏ। 7 ନମ୍ବର କ'ଣ କହିଛି? ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ହେଲେ ନିମ୍ନତମ ମଧ୍ୟରୁ କେଉଁ ପରିସ୍ଥିତିଟି ଉପୁଜିବ? ତ ଅଙ୍ଗାରକାମ୍ଳର ପରିମାଣ ଯଦି ବଢ଼ିବ ତାହେଲେ କ'ଣ ହେବ? ତାପମାତ୍ରା ବଢ଼ିବ। ଅଙ୍ଗାରକାମ୍ଳ ବଢ଼ିଲେ କ'ଣ ହେବ? ତାପମାତ୍ରା ବୃଦ୍ଧି ହେବ। ଅପସନ୍ ନମ୍ବର ଡି। 8 ନମ୍ବର ଯଦି ଆମେ ଜୈବ ବିବିଧତା ସଂରକ୍ଷଣ ନ କରିବା ତାହେଲେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବା? ଜୈବ ବିବିଧତା ଯଦି ସଂରକ୍ଷଣ ନ କରିବା ତାହେଲେ କ'ଣ ଅସୁବିଧା ହେବ? ଜୀବଜନ୍ତୁ ସଂଖ୍ୟା ବୃଦ୍ଧି ପାଇବ, ଜଙ୍ଗଲରେ ଉଦ୍ଭିଦ ସଂଖ୍ୟା ବୃଦ୍ଧି ହେବ, ଜଙ୍ଗଲର ଭାରସାମ୍ୟ ଅସନ୍ତୁଳିତ ହେବ, ଉପରୋକ୍ତ ସମସ୍ତ ପରିସ୍ଥିତି ଉତ୍ପନ୍ନ ହେବ। ତ ଏହାର ସଠିକ୍ ଆନ୍ସର ଜଙ୍ଗଲର ଭାରସାମ୍ୟ ଅସନ୍ତୁଳିତ ହେବ ଜୈବ ବିବିଧତା ଯଦି ନ ରଖାଯାଏ। ଠିକ୍, ଅପସନ୍ ନମ୍ବର ସି। ନେକ୍ସଟ 9 ନମ୍ବର ଆକାର ଅନୁଯାୟୀ ଛୋଟରୁ ବଡ଼ ନିମ୍ନରେ ଦିଆଯାଇଥିବା କ୍ରମ ମଧ୍ୟରୁ କେଉଁଟି ଠିକ୍? ତ ଛୋଟରୁ ବଡ଼ ସଜାଇଲେ କ'ଣ ହେବ? କ'ଣ ଦେଇଛି? ପରିସଂସ୍ଥା ଦେଇଛି, ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଆଉ ଜୈବମଣ୍ଡଳ। ଜୈବମଣ୍ଡଳ ତ ସବୁଠାରୁ ବଡ଼। ତ ସଠିକ୍ ଆନ୍ସର ପିଲାମାନେ ହେବ ପ୍ରଥମ ହେବ ପରିସଂସ୍ଥା। ତ କ'ଣ ହେବ? ପ୍ରଥମ ହେବ ପରିସଂସ୍ଥା, ତାପରେ ଅଭୟାରଣ୍ୟ, ତାପରେ ଜାତୀୟ ଉଦ୍ୟାନ, ତାପରେ ଜୈବମଣ୍ଡଳ। ତ ଅପସନ୍ ନମ୍ବର ସିଟା ହେବ। ତ ପରିସଂସ୍ଥା, ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ତାପରେ ଜୈବମଣ୍ଡଳ। ଠିକ୍ ଅଛି। ନେକ୍ସଟ 10 ନମ୍ବର ଆମ ଦେଶର ଜଙ୍ଗଲ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ ରହିଛି। ଏହାର ମୁଖ୍ୟ ପଦକ୍ଷେପ କ'ଣ? ତ ଜଙ୍ଗଲ ସୁରକ୍ଷା ଆଇନର ମୁଖ୍ୟ ପଦକ୍ଷେପ କ'ଣ? ପୁନଃବନୀକରଣ ଏବଂ ଆଞ୍ଚଳିକ ଅଧିବାସୀଙ୍କ ମୌଳିକ ଚାହିଦା ସଂରକ୍ଷଣ। ଅପସନ୍ ବି ପରିବର୍ଜନ, ସିରେ ଜୀବଜନ୍ତୁଙ୍କ ରକ୍ଷଣ, ଡିରେ ହେଉଛି ପୁନଃଚକ୍ରଣ। ତ ଏହାର ସଠିକ୍ ଆନ୍ସର ହେବ ପିଲାମାନେ ଅପସନ୍ ନମ୍ବର ପୁନଃବନୀକରଣ ଏବଂ ଆଞ୍ଚଳିକ ଅଧିବାସୀଙ୍କ ମୌଳିକ ଚାହିଦା ସଂରକ୍ଷଣ। ତ ଏହା ହେଉଛି ଜଙ୍ଗଲ ସଂରକ୍ଷଣ ଆଇନର ମୁଖ୍ୟ ପଦକ୍ଷେପ। 11 ନମ୍ବର ଆମ ଦେଶରେ କାହିଁକି ଜଙ୍ଗଲ ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି? ଜଙ୍ଗଲ ସୁରକ୍ଷା ଆଇନ କ'ଣ ପାଇଁ ପ୍ରଣୟନ କରାଯାଇଛି? ପର୍ଯ୍ୟଟନମାନଙ୍କୁ ଜଙ୍ଗଲ ପ୍ରତି ଆକୃଷ୍ଟ କରିବା। ଠିକ୍ କଥା। ଜଙ୍ଗଲକୁ ସୁନ୍ଦର କରିବା ପାଇଁ, ଏହା ବି ଠିକ୍ କଥା। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ, ତ ଏ ବି ଠିକ୍। ତ ଉପରୋକ୍ତ ସମସ୍ତ କାରଣ ପାଇଁ। ତ ଅପସନ୍ ନମ୍ବର ଡି, ଉପରୋକ୍ତ ସମସ୍ତ କାରଣ ପାଇଁ ହେଉଛି ଜଙ୍ଗଲ ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। 12 ନମ୍ବର ନିମ୍ନୋକ୍ତ ଉକ୍ତି ମଧ୍ୟରୁ କେଉଁ ଉକ୍ତିଟି ଭୁଲ କହିଛି? କେଉଁ ଉକ୍ତିଟି ଭୁଲ? ତ ପ୍ରଥମେ ଦେଲା ଅଭୟାରଣ୍ୟରେ ବନ୍ୟଜୀବ ଏବଂ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଦିଆଯାଇଥାଏ। ତ ଏହା ତ ଠିକ୍ କଥା। ଅପସନ୍ ଏ ଠିକ୍। ନେକ୍ସଟ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଠାରୁ ଛୋଟ। ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଠାରୁ ଛୋଟ ନୁହେଁ, ତ ଏଇଟା ଭୁଲ ଦେଇଛି। ତ ଅପସନ୍ ବିଟା ଭୁଲ ଅଛି। ଅପସନ୍ ସି ଦେଖବା ଅଭୟାରଣ୍ୟରେ ବନ୍ୟପ୍ରାଣୀମାନଙ୍କୁ ଶିକାର କରିବା ନିଷିଦ୍ଧ। ତ ଏଇଟା ବି ଠିକ୍ ଅଛି। ଭାରତୀୟ ଅଭୟାରଣ୍ୟରେ ଥିବା ସ୍ଥାନ ଗୁଡ଼ିକ ସାଧାରଣତଃ ବଡ଼ ବଡ଼ ନଦୀ ପରିବେଷ୍ଟିତ ବିସ୍ତୀର୍ଣ୍ଣ ଅରଣ୍ୟ। ତ ଏ ବି ଠିକ୍ ଅଛି। ତ ଅପସନ୍ ନମ୍ବର ବିଟା ଆନ୍ସର୍ ହେବ। ଠିକ୍ ଅଛି ନା? ତ କେଉଁଟା ଭୁଲ କହିଛି? ଅପସନ୍ ନମ୍ବର ବି। ତ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଠାରୁ ବଡ଼ ହୋଇଥାଏ। ଜାତୀୟ ଉଦ୍ୟାନ ବଡ଼ ହୋଇଥାଏ, ଅଭୟାରଣ୍ୟ ଛୋଟ ହୋଇଥାଏ। ଠିକ୍ ଅଛି। 13 ନମ୍ବର ଅଭୟାରଣ୍ୟ ସ୍ଥଳୀକୁ ଭ୍ରମଣରେ ଗଲାବେଳେ ପର୍ଯ୍ୟଟକମାନେ ବନ୍ଦ ଝରକା କବାଟ ଥିବା ଗାଡ଼ିରେ ବୁଲି ଯାଇଥାନ୍ତି କାହିଁକି? ପର୍ଯ୍ୟଟକମାନେ ବିଭିନ୍ନ ପ୍ରକାର ଗାଡ଼ିର ଆନନ୍ଦ ନିଅନ୍ତି? ଏହା ତ ନୁହେଁ। ପର୍ଯ୍ୟଟକମାନେ ଜଙ୍ଗଲ ମଧ୍ୟରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ? ସେଥିପାଇଁ ତ ନୁହେଁ। ଜଙ୍ଗଲ ରାସ୍ତାଘାଟ ଭଲ ନଥିବାରୁ। ଅପସନ୍ ଡି ଜଙ୍ଗଲରେ ଜୀବଜନ୍ତୁମାନେ ନିର୍ଭୟରେ ବିଚରଣ କରୁଥିବାରୁ। ତ ଏହାର ସଠିକ୍ ଆନ୍ସର ପିଲାମାନେ ଅପସନ୍ ନମ୍ବର ଡି, ଜଙ୍ଗଲରେ ଜୀବଜନ୍ତୁମାନେ ନିର୍ଭୟରେ ବିଚରଣ କରୁଥିବାରୁ। ଅପସନ୍ ନମ୍ବର ଡି। ନେକ୍ସଟ 8 ନମ୍ବର ନିମ୍ନରେ ଦିଆଯାଇଥିବା ଉକ୍ତି ମଧ୍ୟରୁ କେଉଁଟି ଠିକ୍ ନୁହେଁ କହିଛି? କେଉଁଟି ଠିକ୍ ନୁହେଁ? ତ ଅପସନ୍ ଏ ଥିଲା କେବଳ ଗୋଟିଏ ସ୍ଥାନରେ ଦେଖାଯାଉଥିବା ନିର୍ଦ୍ଦିଷ୍ଟ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ସେହି ସ୍ଥାନର ସ୍ଥାନିକ ଜାତି କହନ୍ତି।
ନିମ୍ନ ଉକ୍ତି ମଧ୍ୟରୁ କେଉଁଟି ଠିକ୍ ନୁହେଁ? ତ 14 ନମ୍ବର ପିଲାମାନେ ଏଇଟା। ତ ଏଇଟା ତ ଠିକ୍ ଅଛି। କେବଳ ଗୋଟିଏ ସ୍ଥାନରେ ଦେଖାଯାଇଥିବା ନିର୍ଦ୍ଦିଷ୍ଟ ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ସେହି ସ୍ଥାନର ସ୍ଥାନିକ ଜାତି କହନ୍ତି। ତ ଏଇଟା ତ ଠିକ୍ ଅଛି। ବିଟା ନିର୍ଦ୍ଦିଷ୍ଟ ପ୍ରାଣୀକୂଳର ପ୍ରାଣୀଙ୍କ ମଧ୍ୟରେ ସମାନ ଲକ୍ଷଣ ଗୁଡ଼ିକ ଦେଖାଯାଏ। ନିର୍ଦ୍ଦିଷ୍ଟ ପ୍ରାଣୀକୂଳରେ ପ୍ରାଣୀମାନଙ୍କ ମଧ୍ୟରେ ସମାନ ଲକ୍ଷଣ ଗୁଡ଼ିକ ଦେଖାଯାଏ। ତ ଏହା ବି ତ ଠିକ୍ ଅଛି। ଯେଉଁ ପ୍ରାଣୀମାନଙ୍କର ସଂଖ୍ୟା କ୍ରମଶଃ କମି ବିଲୋପ ହେବାକୁ ବସିଲେଣି ସେମାନେ ବିପଦଗ୍ରସ୍ତ ପ୍ରାଣୀ ଅନ୍ତର୍ଭୁକ୍ତ। ଏହା ବି ଠିକ୍ ଅଛି। ନେକ୍ସଟ କ'ଣ ଦେଲା? ଗୋଟିଏ ଅଞ୍ଚଳର ଜଳବାୟୁ ପ୍ରତିକୂଳ ହେଲେ ସେହି ଅଞ୍ଚଳର ପକ୍ଷୀ ଅନ୍ୟ ଅନୁକୂଳ ସ୍ଥାନକୁ ଅଣ୍ଡା ଦେବା ପାଇଁ ଯାତ୍ରା କରିବାକୁ ପରିଭ୍ରମଣ କୁହାଯାଏ। ତ ତାକୁ ପରିଭ୍ରମଣ କୁହାଯାଏନି, ତାକୁ ପରିବ୍ରାଜକ କୁହାଯାଏ। ସେମାନଙ୍କୁ ପରିବ୍ରାଜକ ପକ୍ଷୀ କୁହାଯାଏ। ସାଇବେରିଆ ଅଞ୍ଚଳକୁ ଚାଲିଯାଆନ୍ତି। ତ ଅପସନ୍ ନମ୍ବର ଡିଟା ଭୁଲ ଅଛି। ତ କ'ଣ ପଚାରିଛି ନା କେଉଁଟା ଠିକ୍ ନୁହେଁ? ତ ଠିକ୍ ନୁହେଁ କେଉଁଟା? ଅପସନ୍ ନମ୍ବର ଡିଟା ଠିକ୍ ନୁହେଁ। ଠିକ୍ ଅଛି। ନେକ୍ସଟ 15 କ'ଣ ପଚାରିছে? ପୁନଃ ବନୀକରଣ ଦ୍ୱାରା କେଉଁ ପ୍ରକ୍ରିୟାଟି ପ୍ରଭାବିତ ହେବ ନାହିଁ? ପୁନଃ ବନୀକରଣ ଦ୍ୱାରା କେଉଁ ପ୍ରକ୍ରିୟାଟି ପ୍ରଭାବିତ ହେବ ନାହିଁ? ଜଙ୍ଗଲ ସୁରକ୍ଷା ଇଏ ତ ପ୍ରଭାବିତ ହେବ। ମୃତ୍ତିକା କ୍ଷୟ ଇଏ ପ୍ରଭାବିତ ହେବ। ଅଙ୍ଗାରକାମ୍ଳର ବୃଦ୍ଧି ମାତ୍ରା ଇଏ ବି ପ୍ରଭାବିତ ହେବ। ଜୈବକ୍ଷାରଯାନ ବିବର୍ତ୍ତନ। ଜୈବକ୍ଷାରଯାନ ବିବର୍ତ୍ତନ ତ ଆମେ ଜାଣିଛେ ଡାଲି ଜାତୀୟ ଗଛ ନିରୋଧ ହୋଇପାର। ତ ଏହାର ସଠିକ୍ ଆନ୍ସର ପିଲାମାନେ ଅପସନ୍ ନମ୍ବର ଡି। କ'ଣ ହେବ ନା ଅପସନ୍ ଡି। ପୁନଃ ବନୀକରଣ ଦ୍ୱାରା ଜଙ୍ଗଲ ସୁରକ୍ଷା ତ ଆମର ପ୍ରଭାବିତ ହେବ। ମୃତ୍ତିକା କ୍ଷୟ ବି ପ୍ରଭାବିତ ହେବ। ଅଙ୍ଗାରକାମ୍ଳର ବୃଦ୍ଧି ମାତ୍ରା ପ୍ରଭାବିତ ହେବ। କିନ୍ତୁ ଆମର ଜୈବକ୍ଷାରଯାନ ବିବର୍ତ୍ତନ ଏହାର କିଛି ପ୍ରଭାବିତ ହେବ ନାହିଁ। ତ ଅପସନ୍ ନମ୍ବର ଡି ସଠିକ୍ ହେବ। ଠିକ୍ ଅଛି। ନେକ୍ସଟ 16 ନମ୍ବର କ'ଣ କହିଛି? ତୁମ ବିଜ୍ଞାନ ଶିକ୍ଷକ ଗୃହ କାର୍ଯ୍ୟରେ ଏକ ସୁନିଷ୍ଠିକ ପ୍ରାଣୀକୋଷ କ'ଣ କହିଛି ପିଲାମାନେ? ପ୍ରାଣୀକୋଷର ଅଙ୍କନ କରିବା ପାଇଁ କହିଛନ୍ତି। ପ୍ରାଣୀକୋଷ। ତେବେ ନିମ୍ନତମ ମଧ୍ୟରେ କେଉଁ ଅଂଶ ଗୁଡ଼ିକ ନେଇ ଚିତ୍ର ଅଙ୍କନ କରିବ? ତ ପ୍ରାଣୀକୋଷରେ ଜାଣିଥିବ ପିଲାମାନେ କ'ଣ କ୍ଲୋରୋପ୍ଲାଷ୍ଟ ଥାଏ କି? ପ୍ରାଣୀକୋଷରେ କ୍ଲୋରୋପ୍ଲାଷ୍ଟ ନଥାଏ। କ୍ଲୋରୋପ୍ଲାଷ୍ଟ ନଥାଏ। ଠିକ୍ ଅଛି। ତ ଏହାକୁ ତ ନେଇ ହେବନି। କୋଷ ଝିଲ୍ଲି। ତ କୋଷ ଝିଲ୍ଲି ତ ଥାଏ, ଏହାକୁ ନେବ। କୋଷ ଭିତ୍ତି। କୋଷ ଭିତ୍ତି ବି ପ୍ରାଣୀକୋଷରେ ପିଲାମାନେ ନଥାଏ। କୋଷ ଭିତ୍ତି ପ୍ରାଣୀକୋଷରେ ଥାଏ ନଥାଏ। କ୍ଲୋରୋପ୍ଲାଷ୍ଟ ହେଇଗଲା କୋଷ ଭିତ୍ତି। ଉଦ୍ଭିଦ କୋଷରେ ଥାଏ, ପ୍ରାଣୀକୋଷରେ ଥାଏନି। ତ ଏହାକୁ ନେଇକରି ପ୍ରାଣୀକୋଷର ସୁନିଷ୍ଠିକ ପ୍ରାଣୀକୋଷ ଅଙ୍କନ କରିହେବନି। ମାଇଟୋକଣ୍ଡ୍ରିଆ ଏହାକୁ ନିଆହେବ। ନ୍ୟୁକ୍ଲିୟସ୍ ଏହାକୁ ନିଆହେବ। ଗୋଲ୍ଗି ବଡି ନିଆହେବ। ତ ଏହାର ସଠିକ୍ ଆନ୍ସର ପିଲାମାନେ ହେବ କ'ଣ ହେବ? 1 ରହିଥିବ, 1 ରହିଥିବନି। ତ 1 ନ ରହିଥିବ ଆଉ 3 ରହିଥିବନି। 1 ଆଉ 3କୁ ବାଦ ଦେଲେ 1 3 1 3 1 3। ତ ଅପସନ୍ ନମ୍ବର ବି ସଠିକ୍ ହେବ। 2ଟା ହେବ IV, V ଆଉ VI। ଅପସନ୍ ନମ୍ବର ବି। ଠିକ୍ ଅଛି। ତ ଆଜି ପାଇଁ ଏତିକି। ଠିକ୍ ଅଛି।